ସାଇକୋଲୋଜି ଅନୁସାରେ ଯେଉଁମାନେ ନିଜର ଭାବନା ଜଣାଇଲା ସମୟରେ କାନ୍ଦି ପକାନ୍ତି ସେମାନଙ୍କର ସବୁଠାରୁ ସ୍ୱଚ୍ଛ ଆଉ ନିର୍ମଳ ମନ ଥାଏ। ସେମାନଙ୍କୁ କେବେ ବି ଆଘାତ ଦିଅନ୍ତୁ ନାହିଁ, କାରଣ ସେମାନେ ଯେତିକି ଦୟାଳୁ ହେଇଥାନ୍ତି ତାଠାରୁ 2 ଗୁଣ ଅଧିକା ଖତରନାକ ବି ହେଇଥାନ୍ତି। ଏହି 6 ପ୍ରକାର ମଣିଷ ଖୁବ୍ ଶୀଘ୍ର ବୁଢ଼ା ବା ବୃଦ୍ଧ ହୋଇଯାଆନ୍ତି। ଯିଏ ସଦାବେଳେ ଦୁଶ୍ଚିନ୍ତାରେ ବୁଡ଼ି ରହେ, ଯିଏ ସବୁବେଳେ କ୍ରୋଧୀ ହୋଇ ରହିଥାଏ, ଯିଏ ନିଶାଦ୍ରବ୍ୟ ସେବନ କରେ, ଯିଏ ରାତିରେ ଅନିଦ୍ରା ହୋଇ ଡେରିରେ ଶୁଅନ୍ତି ଓ ସକାଳୁ ଡେରିରେ ଉଠନ୍ତି, ଯେଉଁମାନେ ଦିନସାରା ଖୁବ୍ ଅଳ୍ପ ଜଳପାନ କରିଥାନ୍ତି, ଯିଏ କେବେ ବି ବ୍ୟାୟାମ ବା ଏକ୍ସରସାଇଜ କରନ୍ତି ନାହିଁ, ଯେ ଭାଗ୍ୟଚକ୍ର ଆଦୌ ସ୍ଥିର ରହେ ନାହିଁ, କିମ୍ବା ଦୁଃଖ କିଛି ବି ସର୍ବଦା ରହେ ନାହିଁ, ନିରନ୍ତର ପରିଶ୍ରମ କରୁଥିବା ବ୍ୟକ୍ତି ଶେଷରେ ନିଶ୍ଚୟ ବିଜୟୀ ହୋଇଥାନ୍ତି। ବାପାଙ୍କ ଭଲ ପାଇବା ଆଉ ମାଙ୍କ ଭଲ ପାଇବା ଭିତରେ ଫରକ କ'ଣ ଜାଣିଛନ୍ତି? ମାଙ୍କ ଭଲ ପାଇବା ସବୁବେଳେ ଦେଖି ହୁଏ, କିନ୍ତୁ ବାପାଙ୍କ ଭଲ ପାଇବାର ଅନୁଭବ କରି ହୁଏ। ଯେମିତି ଗୋଲାପ ଫୁଲର ସୁନ୍ଦର ପାଖୁଡ଼ା ତଳେ ଛୋଟିଆ କଣ୍ଟାଟିଏ ରହିଥାଏ, ଠିକ୍ ସେଇଭଳି ଭଲ ପାଇବାର ପାହାଡ଼ ତଳେ ଅନେକ ଦୁଃଖ ଆଉ ଯନ୍ତ୍ରଣା ଥାଏ। କିଛି ଜାଣିବା କଥା, କନ୍ୟା ସନ୍ତାନଟି ହେଉଛି ପ୍ରଦୀପ ଭଳି, ଯେଉଁ ଘରକୁ ଆସେ ସେ ଘର ଆଲୋକିତ ହୋଇଯାଏ। ସ୍ୱାର୍ଥପର ଏ ଦୁନିଆରେ କେହି କାହାର ନିଜର ନୁହେଁ। ନୀରବ ଆପଣଙ୍କର ରକ୍ଷା କବଚ, ଆଉ ହସ ଆପଣଙ୍କର ଖୁସିର ସ୍ୱାଗତ ଦ୍ୱାର। ହସ ଦୁଃଖ ଭୁଲେଇବା ପାଇଁ ଯଥେଷ୍ଟ। ଭୋଜନର ମୂଲ୍ୟ ଯେପରି ଭୋକ ସମୟରେ ଜଣାପଡ଼ିଥାଏ, ଠିକ୍ ସେହିପରି ଭଗବାନଙ୍କ ମୂଲ୍ୟ ଦୁଃଖ ସମୟରେ ଜଣାପଡ଼ିଥାଏ। ଏତେ ଭଲ ପାଇବା ଦେଲା ପରେ ବି ଆପଣଙ୍କୁ କିଏ ଧୋକା ଦେଇଛି, ତେବେ ମନେ ରଖନ୍ତୁ ସେଇ ମଣିଷ କେବେ କାହାର ହୋଇପାରିବନି। ଆଖିରୁ ଝରୁଥିବା ଲୁହ ଓ ନୀରବତା ପଛରେ ଲୁଚି ରହିଥିବା ଦୁଃଖ ବୁଝି ପାରୁଥିବା ଭଳି ମଣିଷଟି ଯଦି ଆପଣଙ୍କ ପାଖରେ ଅଛି, ତେବେ ବୁଝି ନିଅନ୍ତୁ ଆପଣ ଜଣେ ଏ ଦୁନିଆର ଭାଗ୍ୟବାନ ମଣିଷ। ବର୍ବାଦ କରିଦେବ ଏହି ଅଭ୍ୟାସ। କଥା କଥାରେ କ୍ରୋଧିତ ହେବା, ସର୍ବଦା ଅଳସୁଆ ହୋଇ ରହିବା, ନକାରାତ୍ମକ ଜିନିଷ ଚିନ୍ତା କରିବା, ଲୋକମାନେ କ'ଣ ଭାବିବେ ଭାବି ଭୟଭୀତ ହେବା, କାର୍ଯ୍ୟକୁ ଗମ୍ଭୀରତାର ସହ ଗ୍ରହଣ ନ କରିବା, ନିଜ ଉପରେ ବିଶ୍ୱାସ ନ କରିବା, ଅନ୍ୟମାନଙ୍କ ଉପରେ ଭରସା କରିବା, କଥା କଥାରେ ହସିବା। କର୍ମଜୀବୀ ମହିଳା ହୋଇଥିଲେ ଆପଣ ଯେତେ ସମୟ ଘରେ ରହୁଛନ୍ତି, ଯଥା ସମ୍ଭବ ପିଲା ପାଇଁ ଅଧିକ ସମୟ ଦିଅନ୍ତୁ, ତା ସହ ଖେଳନ୍ତୁ, ଗପ କରନ୍ତୁ, ତାର କ'ଣ ସବୁ ଅସୁବିଧା ହେଉଛି ଅନୁଧ୍ୟାନ କରନ୍ତୁ। ଅଫିସ ଯିବା ସମୟରେ ପିଲାକୁ ଲୁଚି କରି ଯାଆନ୍ତୁ ନାହିଁ, ତାକୁ ବୁଝେଇ ଖୁସି କରି ତାଠାରୁ ବିଦାୟ ନିଅନ୍ତୁ। ଅଫିସ ଯିବା ସମୟରେ ପିଲାକୁ କନ୍ଦାନ୍ତୁ ନାହିଁ, ବା ସେ କାନ୍ଦିବା ସମୟରେ ଅଫିସ ଯାଆନ୍ତୁ ନାହିଁ। ଯଦି ଆପଣଙ୍କ କର୍ମକ୍ଷେତ୍ର ଘରଠାରୁ ଅଳ୍ପ ଦୂରରେ ହୋଇଥାଏ, ତେବେ ମଝିରେ ଥରେ ଆସି ତାକୁ ଦେଖି ଯାଆନ୍ତୁ, କିମ୍ବା ଯଦି ଫୋନର ସୁବିଧା ଥାଏ ତେବେ ଘରକୁ ଅନ୍ତତଃ ଥରେ ଫୋନ କରନ୍ତୁ। ପିଲା ଅସୁସ୍ଥ ହୋଇଥିବା ସମୟରେ ଛୁଟି ନେଇ ତା ପାଖେ ପାଖେ ରୁହନ୍ତୁ। ଘରକୁ ଫେରି ଯେତେ କଷ୍ଟ ହେଉ ପଛେ ପ୍ରଥମେ ପିଲା କଥା ଶୁଣନ୍ତୁ, ତା ସହ ହସ ହସ ମୁହଁରେ କଥାବାର୍ତ୍ତା କରନ୍ତୁ, ତା ଉପରେ ଆଦୌ ବିରକ୍ତ ହୁଅନ୍ତୁ ନାହିଁ। ଏହାଦ୍ୱାରା ଆପଣ ଦିନଯାକ ତା ଠାରୁ ଦୂରେଇ ରହିବାର ଦୁଃଖ ସେ ଭୁଲିଯିବ। ସନ୍ଧ୍ୟାରେ ଶୀଘ୍ର ଘରକୁ ଫେରିବାକୁ ଚେଷ୍ଟା କରନ୍ତୁ। ଅଫିସ ଟାଇମ ପରେ ବୁଲାବୁଲି, ଗପସପ କିମ୍ବା କାହା ଘରକୁ ନ ଯାଇ ସିଧା ଘରକୁ ଫେରନ୍ତୁ। କାର୍ଯ୍ୟ ପ୍ରତି ଦୃଷ୍ଟିଭଙ୍ଗୀ ଆପଣଙ୍କୁ ଚିହ୍ନାଇ ଦେବ। ଇଟା ଯୋଡ଼େଇ କରୁଥିବା
ତିନି ଜଣ ମିସ୍ତ୍ରୀଙ୍କ କାର୍ଯ୍ୟ ପ୍ରତି ଦୃଷ୍ଟିଭଙ୍ଗୀ ସମ୍ପର୍କିତ ଗଳ୍ପ ଆମେ ଅନେକ ଥର ଶୁଣିବାକୁ ପାଇଥାଉ। ଗଳ୍ପଟି ବେଶ ଶିକ୍ଷଣୀୟ ଓ ଏଠାରେ ତାହାର ପ୍ରାସଙ୍ଗିକତା ଥିବାରୁ ଏହାକୁ ମୁଁ ଉପସ୍ଥାପିତ କରୁଛି। ପ୍ରଥମ ଇଟା ଯୋଡ଼େଇ ମିସ୍ତ୍ରୀକୁ ପଚରାଗଲା, କ'ଣ କରୁଛ? ଉତ୍ତର ମିଳିଲା, ଦେଖିପାରୁନ, ଇଟା ଯୋଡ଼ାଉଛି। ଦ୍ୱିତୀୟ ମିସ୍ତ୍ରୀକୁ ପଚରାଗଲା, ଭାଇ କ'ଣ କରୁଛ? ଉତ୍ତର ମିଳିଲା, ଇଟା ଯୋଡ଼ାଉଛି। 6 ଘଣ୍ଟା କାମ କରିବି, ମଜୁରୀ ପାଇବି 60 ଟଙ୍କା। ତୃତୀୟ ମିସ୍ତ୍ରୀକୁ ପଚରାଗଲା, ଭାଇ କ'ଣ କରୁଛ? ଉତ୍ତର ମିଳିଲା, ମୁଁ ଏ ସହରର ଅନ୍ୟତମ ସୁନ୍ଦର ତଥା ମଜବୁତ ଆପାର୍ଟମେଣ୍ଟ ନିର୍ମାଣ କରୁଛି। ଏଇ 3 ଜଣ ମିସ୍ତ୍ରୀ ଭବିଷ୍ୟତରେ କେଉଁଠି କାର୍ଯ୍ୟ କଲେ, କେତେ ରୋଜଗାର କଲେ ତାହା ବଡ଼ କଥା ନୁହେଁ। ବଡ଼ କଥାଟି ହେଉଛି ସେହି 3 ଜଣଙ୍କ କାର୍ଯ୍ୟ ପ୍ରତି ଦୃଷ୍ଟିଭଙ୍ଗୀରେ ପ୍ରଭେଦ। ପ୍ରଥମ 2 ଜଣ କେବଳ ଇଟା ଯୋଡ଼େଇ ମିସ୍ତ୍ରୀ ହୋଇ ରହିଯିବାରେ କୌଣସି ବୈଚିତ୍ର୍ୟ ନାହିଁ, କାରଣ ସେମାନଙ୍କର କାର୍ଯ୍ୟ ପ୍ରତି ଗୌରବ ବୋଧ ନାହିଁ। ସେମାନେ ଜୀବନ ସାରା କେବଳ ଇଟା ଯୋଡ଼େଇ କରି ଚାଲିବା ସମ୍ଭାବନା ଅଧିକ। ଏହି କାରଣରୁ ଯେ ସେମାନଙ୍କର ଦୃଷ୍ଟିଭଙ୍ଗୀରେ ସ୍ୱାତନ୍ତ୍ର୍ୟ ନାହିଁ। ଜୟ ଶ୍ରୀ ଜଗନ୍ନାଥ।